ସେମାନଙ୍କର ଯାହା ସମସ୍ୟା ରହିଛି ସେ ସମସ୍ୟାକୁ ସମାଧାନ କରିବେ ଓଲା ଆଉ ଉବେର। ଏଥିରେ ରାଜ୍ୟ ସରକାରଙ୍କର କିଛି ଭୂମିକା ନାହିଁ। ସେମାନଙ୍କର ଏଗ୍ରିମେଣ୍ଟ ରହିଛି ଓଲା ଆଉ ଉବେର ସହିତ ଯେ ସେମାନେ କେତେ ପଇସା ନେବେ ନ ନେବେ, କେତେ କିଲୋମିଟର କେତେ ଧାର୍ଯ୍ୟ ହେବ, କ୍ୟାନସେଲେସନ୍ ପ୍ରାଇସ୍ କେତେ, ସେଗୁଡ଼ାକ ଚାଳକ ଭାଇ ଭଉଣୀଙ୍କର ସଂଘ ପ୍ଲସ୍ ଓଲା ଉବେର ମଧ୍ୟରେ ସେଇଟା ସ୍ଥିରୀକୃତ ହୋଇଛି। ବିନା ପୋଲିସ ପ୍ରଶାସନ ଅନୁମତିରେ ଏକାଠି ହେବା ଏଇଟା ଆଇନ ବିରୁଦ୍ଧ ଏବଂ ସେଠି ପ୍ରଥମ ସେଇ ଜାଗାରେ ଆମେ କହିବା ପ୍ରଥମ ଗୋଟେ ଆଇନ ବିରୁଦ୍ଧ କାମ କରିଛନ୍ତି ଅଟୋ ଚାଳକ ଭାଇ ଭଉଣୀମାନେ। ଏ ଘଟଣା ଆଭଏଡ୍ କରାଯାଇ ପାରିଥାନ୍ତା। କୌଣସି ନା କୌଣସି ଜାଗାରେ ଏ କଥା ସ୍ୱୀକାର କରିବାକୁ ପଡ଼ିବ ଯେ ପୋଲିସ ପ୍ରଶାସନ ତରଫରୁ ଯେତିକି ଗୁଇନ୍ଦା ତଥ୍ୟ ସଂଗ୍ରହ କରିବାର ଥିଲା ସେ ଗୁଇନ୍ଦା ତଥ୍ୟ ପୋଲିସ ଟିକେ କେଉଁଠି ସଂଗ୍ରହ କରିବାର ଟିକେ ପଛରେ ପଡ଼ିଗଲା। କ୍ୟାଣ୍ଟିନରେ ଯେ କି ଅଟୋ ଚାଳକ ଆଉ ପୋଲିସ ଭିତରେ ମୁହାଁମୁହିଁ ପରିସ୍ଥିତି ହେଇଥିଲା, ଯେଉଁଥିରେ କି ଅନେକ କ୍ଷତି ମଧ୍ୟ ହେଇଛି। ସେଥିପାଇଁ ଏପର୍ଯ୍ୟନ୍ତ ସାରା ରାଜ୍ୟରେ ମଧ୍ୟ ଟେନସନ୍ ରହିଛି। ପୋଲିସ ମଧ୍ୟ ଏପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପହରା ଦେଉଛନ୍ତି। କ'ଣ କହିବାକୁ ଚାହିଁବେ? ଦେଖନ୍ତୁ, ଗତକାଲି ଭୁବନେଶ୍ୱର ରାଜରାସ୍ତାରେ ଯାହା ଘଟିଗଲା ଏଇଟା ଅତ୍ୟନ୍ତ ଗୋଟେ କହିପାରିବା ମାନେ ଦୁର୍ଭାଗ୍ୟଜନକ ଘଟଣା। ଏ ଘଟଣା ଆଭଏଡ୍ କରାଯାଇ ପାରିଥାନ୍ତା। କୌଣସି ନା କୌଣସି ଜାଗାରେ ଏ କଥା ସ୍ୱୀକାର କରିବାକୁ ପଡ଼ିବ ଯେ ପୋଲିସ ପ୍ରଶାସନ ତରଫରୁ ଯେତିକି ଗୁଇନ୍ଦା ତଥ୍ୟ ସଂଗ୍ରହ କରିବାର ଥିଲା ସେ ଗୁଇନ୍ଦା ତଥ୍ୟ ପୋଲିସ ଟିକେ କେଉଁଠି ସଂଗ୍ରହ କରିବାରେ ଟିକେ ପଛରେ ପଡ଼ିଗଲା। ନହେଲେ ଯେଉଁଭଳି ଭାବରେ ଅଟୋ ଚାଳକମାନେ ସେମାନେ ରାଜରାସ୍ତାକୁ ବନ୍ଧକ ବନେଇଲେ ଘଣ୍ଟା ଘଣ୍ଟା ଧରିକିରି, ସେଭଳି ପରିସ୍ଥିତି ଉପୁଜି ନଥାନ୍ତା। ତ ପ୍ରଥମ ହେଉଟା ପୁଲିସର ଆମେ କହିପାରିବା ଗୁଇନ୍ଦା ସଂସ୍ଥା ଯେଉଁଟା ରହିଛି ଟିକେ ସେ ସୂଚନା ପାଇବାରେ ବା ଯେଉଁ ଡ୍ରାଇଭର ଭାଇ ଭଉଣୀମାନଙ୍କର ଯେଉଁ ତାଙ୍କର ଷ୍ଟ୍ରାଟେଜି ଥିଲା ସେ ଷ୍ଟ୍ରାଟେଜିକୁ ଭେଦ କରିବାର ସକ୍ଷମ ହେଲାନି। ସେ ଯାହା ହେଉନା କାହିଁକି ଏଇଟା ହେଉଛି ଆମେ କହିପାରିବା ଯେ ଯେଉଁଭଳି ଭାବରେ ଅଟୋ ଚାଳକ ଭାଇ ଭଉଣୀମାନେ ଯେଉଁଭଳି କାମଟି କଲେ ସେ କାମଟା କରିବାର ନଥିଲା। ଏଇଥିପାଇଁ କରିବାର ନଥିଲା ଯେ ତାଙ୍କୁ ଏଠି କାଲି ଧାରଣା ଦେବା ପାଇଁ ତାଙ୍କ ପାଖରେ ପୋଲିସ ପରମିସନ୍ ନଥିଲା, ପୋଲିସ ପରମିସନ୍ ଦେଇନି। ଏବଂ ଗୋଟେ କଥା ହେଉଛି ଗଣତନ୍ତ୍ରରେ ବା ଗଣତନ୍ତ୍ରର ବିଧି ବ୍ୟବସ୍ଥାରେ ଆପଣଙ୍କର ଆନ୍ଦୋଳନ କରିବା, ରାଜରାସ୍ତାରେ ଧାରଣା ଦେବା, ଆପଣଙ୍କର ଅନଶନ କରିବା ଏସବୁ ଗଣତାନ୍ତ୍ରିକ ଅଧିକାର। କିନ୍ତୁ ସେ ଗଣତାନ୍ତ୍ରିକ ଅଧିକାରକୁ ଆମେ ସାବ୍ୟସ୍ତ କଲାବେଳେ ଯେଉଁ ନିରୂପିତ ନିର୍ଦ୍ଧାରିତ ନୀତି ନିୟମ ରହିଛି ତାକୁ ମାନିବା କଥା। ସେ ନିରୂପିତ ନିର୍ଦ୍ଧାରିତ ନିୟମ ମଧ୍ୟରୁ ଗୋଟିଏ ନିୟମ ହେଲା ଯେ ଆପଣ ପୋଲିସ ପ୍ରଶାସନ କତିରୁ ଅନୁମତି ନେବେ। ବିନା ପୋଲିସ ପ୍ରଶାସନ ଅନୁମତିରେ ଏକାଠି ହେବା ଏଇଟା ଆଇନ ବିରୁଦ୍ଧ ଏବଂ ସେଠି ପ୍ରଥମ ସେଇ ଜାଗାରେ ଆମେ କହିବା ପ୍ରଥମ ଗୋଟେ ଆଇନ ବିରୁଦ୍ଧ କାମ କରିଛନ୍ତି ଅଟୋ ଚାଳକ ଭାଇ ଭଉଣୀମାନେ। ଏବଂ ସେମାନଙ୍କର ଆନ୍ଦୋଳନ କ'ଣ ପାଇଁ ଥିଲା? ସେମାନଙ୍କର ଆନ୍ଦୋଳନ ଥିଲା ଯେ ଓଲା ଆଉ ଉବେର ଯାହାକୁ ଆମେ ଏଗ୍ରିଗେଟର୍ସ କହୁଛେ, ମାନେ ଆପଣଙ୍କର ଯେଉଁମାନେ ଏ ଟ୍ରାଭେଲ୍ ଏଗ୍ରିଗେଟର୍ସ ଅଛନ୍ତି ସେମାନଙ୍କର ଯାହା ସମସ୍ୟା ରହିଛି ସେ ସମସ୍ୟାକୁ ସମାଧାନ କରିବେ ଓଲା ଆଉ ଉବେର। ଏଥିରେ ରାଜ୍ୟ ସରକାରଙ୍କର କିଛି ଭୂମିକା ନାହିଁ। ରାଜ୍ୟ ସରକାର ହେଉଛନ୍ତି ଜଷ୍ଟ ଲାଇସେନ୍ସିଂ ଅଥରିଟି। ଓଲା କମ୍ପାନୀକୁ ଉବେର କମ୍ପାନୀକୁ ସେମାନେ ଲାଇସେନ୍ସ ଦେଇଛନ୍ତି ଏବଂ ଚାଳକ ଭାଇ ଭଉଣୀମାନେ ସେମାନଙ୍କର ଏଗ୍ରିମେଣ୍ଟ ରହିଛି ଓଲା ଆଉ ଉବେର ସହିତ ଯେ ସେମାନେ କେତେ ପଇସା ନେବେ ନ ନେବେ, କେତେ କିଲୋମିଟର କେତେ ଧାର୍ଯ୍ୟ ହେବ, କ୍ୟାନସେଲେସନ୍ ପ୍ରାଇସ୍ କେତେ, ସେଗୁଡ଼ାକ ଚାଳକ ଭାଇ ଭଉଣୀଙ୍କର ସଂଘ ପ୍ଲସ୍ ଓଲା ଉବେର ମଧ୍ୟରେ ସେଇଟା ସ୍ଥିରୀକୃତ ହୋଇଛି। ତ ସେଇ ଜାଗାରେ ଗୋଟେ ସିଧାସଳଖ କହିବା, ସେଇ ଜାଗାରେ ଓଲା ଉବେରର ଯେଉଁ କର୍ମକର୍ତ୍ତା ଅଛନ୍ତି ସେମାନଙ୍କ ସହିତ ଚାଳକ ସଂଘ ବସିକରି ଏ କଥାଟା ଫାଇନାଲ୍ କରିପାରିଥାନ୍ତା ଏବଂ ଯଦି ଷ୍ଟେଟ୍ ଗଭର୍ଣ୍ଣମେଣ୍ଟର ସେମାନେ କିଛି ସହାୟତା ଲୋଡ଼ୁଥିଲେ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟକୁ ସେମାନେ କହିପାରିଥାନ୍ତେ ବା ଅନୁରୋଧ କରିଥାନ୍ତେ ଓଲା ଉବେରକୁ ଡକେଇକରି ଆପଣ ଏ କଥାର ସମାଧାନ କରନ୍ତୁ। ଗୋଟାଏ ମଧ୍ୟସ୍ଥିର ରୋଲ୍ କେବଳ ସରକାର ନେଇପାରିଥାନ୍ତେ। କିନ୍ତୁ ଏଠି ଲାଗିଲା ସରକାରଙ୍କ ବିରୁଦ୍ଧରେ। ସେମାନେ ବହୁତ ଡ୍ରାଇଭର ଭାଇ ଭଉଣୀମାନଙ୍କ ଗୋଟେ ଧାରଣା କିଏ ପଛପଟରୁ ଦେଇଛି ଗୋଟେ ନିର୍ଦ୍ଦେଶ ଯେ ବୋଧହୁଏ ସରକାର ଏଇଟାକୁ ସମାଧାନ କରିଦେବେ, ଯାହାଫଳରେ ସେମାନେ ସରକାରଙ୍କ ବିରୁଦ୍ଧରେ ଗୋଟେ ଆନ୍ଦୋଳନ ଗଢ଼ି ତୋଳିବାକୁ ଚେଷ୍ଟା କଲେ। ଏବଂ ଯେତେବେଳେ ଆନ୍ଦୋଳନ ହୁଏ ସେଇ ଜାଗାରେ ଆପଣଙ୍କର ବାହାରର କିଛି ଶକ୍ତି ଯଦି ଆପଣଙ୍କୁ ମିସଗାଇଡ୍ କରୁଥିବେ ସେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନଟି ହିଂସାତ୍ମକ ଆନ୍ଦୋଳନରେ ପରିଣତ ହୁଏ, ଯାହା ଗତକାଲି ହେଲା। ଏବଂ ଆ ପଛପଟରେ ଯଦି କେହି ଲୋକ ନଥାନ୍ତେ ତାହେଲେ ଯେଉଁଭଳି ଆପଣ ଦେଖିବେ ନାଲି ଇଟାର ବଡ଼ ବଡ଼ ପଥର କରାଯାଇଛି, ଗୋଟି କରାହେଇଛି, ପଥର ଅଣା ହେଇଛି ଏବଂ ସେ ପଥର ଗୁଡ଼ାକ ରାସ୍ତା କଡ଼ରେ ଥୁଆ ହେଇଛି। ଯେଉଁମାନେ ଏ ଚିତ୍ରକୁ ଦେଖିଛନ୍ତି, ସିଧାସଳଖ ଦେଖିଛନ୍ତି ବା ଟିଭିରେ ଦେଖିଛନ୍ତି, ଗୋଟିଏ କଥା ଉପଲବ୍ଧି କରିଥିବେ ଯେ ଭୁବନେଶ୍ୱର ରାଜରାସ୍ତାରେ ଆଜିକା ଡେଟ୍ରେ BMC ଗୋଟେ ଗୋଡ଼ିଟିଏ ବି ପକାଇବାକୁ ଦେଉନି ବା ରଖୁନି, ସକାଳରେ ସଫା ହେଇଯାଉଛି। ଏ ପଥର ଆସିଲା କେଉଁଠୁ, ଏ ଇଟା ଖଣ୍ଡ ଆସିଲା କେଉଁଠୁ? ତା ଅର୍ଥ ପୂର୍ବ ପ୍ରସ୍ତୁତି ଅନୁଯାୟୀ
एमाने आईन को हाथ को नवापाई कई जन प्रवर्तई जो कहीपर ए दुस्साहस करने कई जन दुर्बुद्धि जो देती सब दुखर कथा है जे ड्राइवर भाई भौणी मैंने निश्चित भाव में कहीपर से मैंने सचेतन नुह बोली कहीपरबानी किंतु जितेबाला दुर्बुद्धिर शिकार होती किए मिसगाइड कर आईन को हाथ को नहीं बर्तमान से 80 रु पाखापाखि ड्राइवर भाई भौणी गिरफ होती तो से गोटे ऑटो चलैले दिन को तांकर पाखापाखि 300 टंका पाखापाखि से इनस्टॉलमेंट दियंती एवं वर्ष शेष को 10,000 12,000 से बांधती आपंकर इंश्योरेंस बांधती घर चलवा पैसा सुना बंधा पकईकि गहना बंधा पकईकि से ऑटोटे कर बर्तमान से परिवार पोषिब किए तांको मिसगाइड करके परिवार पोषिब किए से इनस्टॉलमेंट भर किए से इन्शुरांस भर किए तो मुकाबलामूलक मनोभाव कौन समय करने कथा नुहे तो गोटे कथा कहीपर काली गोटे राजरास्ता को बंधक बनवाई गोटे अपप्रयास करागला ऑटो चालक मैंने जहाँ कहती दे ट्राई टू होल्ड द एडमिनिस्ट्रेशन टू रैंसम पूरा तक बंधक बनवा को चेष्टा कले तो बर्तमान सबुठ बड़ क्षतिग्रस्त होती से भाई भौणी मैंने जो मानकर बर्तमान घर चुली जलिबा असंभव तो गोइंदा विभाग जानी पारलानी केमती जोटा कि कल एत बड़ घटना घटला से कथा प्रथम आलोचना कले ए कथा अभॉइड हो पारि जदि सविशेष तथ्य पाइपर चेष्टा माने पाई पारि पुलिस बाहिनी किंतु बेले बेले तो एमती अतर्कित किसी घटना घटे जोटी आपणकर गोइंदा संस्था से राज्यर हो कि देशर हो जो फेल कराए कारण जो मैंने आईन को हाथ को नवा चेष्टा करती बेआईन काम करती से सब किसी आगुआ स्ट्राटेजी करते स्ट्राटेजी को सब भेद करने सहज नुहे जी खबर आसी जे से व्हाट्सएप ग्रुप रे जिनसटी तैयारी कले जो व्हाट्सएप ग्रुप को आपन पुलिस पहुँची पारला ना तो व्हाट्सएप ग्रुप रे कथा हेले एकाठी हेबे निर्दिष्ट जगार एवं सबु जगह रोड गुड़ा को चोक करदे से ही है किंतु बर्तमान आम कहीपर ये जो घटना है अत्यंत दुर्भाग्यपूर्ण घटना जहाँ तो हो जो भाई क्षतिग्रस्त होती ऑटो चालक मैंने पुलिस भी तादर आहत होती 13-14 जन तो निश्चित यहाँ पेटपाटना कथा तो सबुठ बड़ कथा होची एमानकु जो माने दुर्बुद्धि देइचंती एमानकु पछपटु रही जो माने प्ररोचित करचंती इन्स्टिगेट करचंती काम करिया पई से चेहरा को पुलिस सामना को आनिबा दरकार सेमानकु दृढ़ पनिशमेंट देवा दरकार एवं ड्राइवर भाई भौणी मानकु किभली सांत्वना मिल पारिबो से नेक सरकार गोटे सकारात्मक आभिमुख्य पोषण करबार आवश्यकता रही और जिन देखा जे आम जे सरकार कहते अन्य डॉक्टर कहते दाबी पूरण होनी बोली आम एमती जिन कर घटना घटू घटू अति बहुत बढ़ीगला आबे ऑटो अच्छी गवर्नमेंट पाखे कौन करागले समाधान हम बोली भावुं नहीं देखंतु माने आमे जमते आलोचना कले ड्राइवर भाई भौणी माने निश्चित से माने गरीब श्रेणी आसुचंती एवं से माने बहुत कष्ट ऑटोटे करिथांती तो जितेबाला आंदोलन हुए किसी लोक किसी मंदबुद्धि पछपटे था ये खराब काम करने कहती तो घटना तो घटी जाइए बहुत लोग गिरफ होती किंतु सरकार चाहिए सबकिछि बाट खोली दे पारिबे क्षति तो निश्चित होती आईन ता बाटर जीव सब पुलिस केस करिवो किंतु सरकार चाहिए गोटे नमनीय मनोभाव नहीं से क्षमा कर दे पारती एवं अतीत एभली न करने चेतावनी दे पारती एवं सरकार डाकिक बसैक से दुख शुणिक दुखटा दुखटा लाघव करें यहाँ सरकार गोटे बड़ पुण्या हम।